ଏ ଖବର ଉପରେ ନଜର କହୁଥିଲି। ଆରେ ଭାଇ ନମସ୍କାର ଭାଇ କୁହନ୍ତୁ। ନମସ୍କାର। ନାରାୟଣ ଭାଇ ତ? ଭାଇ 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 କୁହନ୍ତୁ ଭାଇ। ଆଉ କଣ କରୁଛନ୍ତି ଭାଇ? ଭାଇ ଏମିତି ଅଛି ଆଉ। ଆଉ ଆପଣଙ୍କର ସାନଖେମୁଣ୍ଡିରେ ଆଜି ବିଜେପିର ନାମପତ୍ର ଦାଖଲ ହଉଛି ବୋଧେ? ହଉଥିବ ଭାଇ ମୁଁ ଜାଣିନି ମୋ ପାଖରେ ସୂଚନା ନାହିଁ। ସୂଚନା ନାହିଁ? ଆଜ୍ଞା। କେମିତି? କେମିତି ମାନେ ମତେ କିଏ ଜଣେଇ ନାହାନ୍ତି ବୋଧେ। ଆଜି ଆଉ ଆପଣଙ୍କର ସହକର୍ମୀ ହଉଛି ହଉଛି ଉତ୍ତମ ଆଜି ପାଣିଗ୍ରାହୀ। ହଉଛି ହଁ ଆଜି ନମିନେସନ ହଉଛି କି? ହଁ ହଁ ହଁ। ହଁ ହଁ ହଁ। ଆପଣ ସଂଗଠନ କରୁଥିଲେ, ଲୋକ ପାଖରେ ପହଞ୍ଚୁଥିଲେ, ଇଆଡେ ରମେଶ ଜେନାକୁ ଟାର୍ଗେଟ କରୁଥିଲେ, ଇଆଡେ ରାଜ ପରିବାରକୁ ଟାର୍ଗେଟ କରୁଥିଲେ, ବିଜେଡି ଦଳକୁ ସରକାରକୁ କାଉଣ୍ଟର କରୁଥିଲେ, ସାନଖେମୁଣ୍ଡିରେ ବିଜେପି କୁ ମୁଣ୍ଡ ଟେକିଥିଲେ। କିନ୍ତୁ ଆପଣ ନାମପତ୍ର ଦାଖଲ ଆଡେ ଆପଣ ନଥାଉଛନ୍ତି କାହିଁକି? ସେଇଟା ତ ଜଣେଇ ନାହାନ୍ତି। ଉତ୍ତମ ପାଣିଗ୍ରାହୀ ଟିକେଟ ପାଇଲା ପରେ ମନ ଉଣା କି ଚିନୁ ଭାଇର? ଚିନୁ ଭାଇ ଭାବୁଥିଲା ବିଜେପି ନାଇଁ ପାଇଁ ନାଇଁ ନାଇଁ ଶୁଣନ୍ତୁ ନହେଲେ ନିଜେ ଶୁଣନ୍ତୁ ଟିକେଟ ପାଇବା। ଶୁଣନ୍ତୁ ଭାଇ। ହଁ ପାର୍ଟି ଯଦି ଏଠି ଗୋଟେ କୁକୁରକୁ ମଧ୍ୟ ଟିକେଟ ଦବ, ଆଜ୍ଞା। ତାକୁ ମୁଁ ଧରିକି ବୁଲିବା ପାଇଁ ବାଧ୍ୟ, ଅନିବାର୍ଯ୍ୟ। ହଁ ହଁ। ବୁଝିଲେ? ହୁଁ ଯେହେତୁ ପାର୍ଟି ମଧ୍ୟ ଆମକୁ ଜଣେଇନି, ସୂଚନା ନାହିଁ ଆମ ପାଖରେ, କି ହୁଁ। ଯେ କ୍ୟାଣ୍ଡିଡେଟ ହେଇଛି ସିଏ ମଧ୍ୟ ଆମକୁ ସୂଚନା ଦେଇନି। ହେଲେ ଉତ୍ତମ ପାଣିଗ୍ରାହୀ ଆପଣଙ୍କୁ ଅବହେଳା କରୁଛନ୍ତି କି? ନାଇଁ ଆମକୁ ସିଏ କିଏ ଅବହେଳା କରିବ ଆଜ୍ଞା। ଏଇଠି ଚିନ୍ମୟ ରେଡ୍ଡି ନାଁରେ ଉତ୍ତମ ପାଣିଗ୍ରାହୀ ଭୋଟ ପାଇବ। ଉତ୍ତମ ପାଣିଗ୍ରାହୀ ନାଁରେ ମୁଁ ଭୋଟ ପାଇବିନି। ଆଚ୍ଛା ଆଚ୍ଛା ଆଚ୍ଛା। ଯଦି ବୁଝିଲେ? ତେଣୁକରି ତାର ଆବଶ୍ୟକ ମତେ ଅଛି। ହଁ ହଁ। ସିଏ ମୋ ପାଖକୁ ଆସିବା କଥା, ସିଏ ମୋ ସହିତ କଣ କହିବେ, ସିଏ ତ ଦେଖନ୍ତୁ ଏପର୍ଯ୍ୟନ୍ତ କିଛି କହିନି। ଗଦା ଭାଇ ଉତ୍ତମ ପାଣିଗ୍ରାହୀ ସହଯୋଗ କରୁଛନ୍ତି, ପୁଣି ସମସ୍ତେ ସହଯୋଗ କରୁଛନ୍ତି, କିନ୍ତୁ କେବଳ ଚିନ୍ମୟ ରେଡ୍ଡି କାହିଁକି ସହଯୋଗ କରୁନି ଉତ୍ତମ ପାଣିଗ୍ରାହୀ? ଭାଇ ସହଯୋଗ କରିବାରେ କୌଣସି ଅବହେଳା କରିବିନି। ହଁ ଯେହେତୁ ପାର୍ଟିର କ୍ୟାଣ୍ଡିଡେଟ ତ ହୁଁ ସହଯୋଗ କରିବା ପାଇଁ ଆପଣଙ୍କର ଆଜ୍ଞା ଗୋଟେ ବାହାଘର ହଉଛି। ହଁ। ନାଇଁ ଆପଣଙ୍କ ବାହାଘର ହଉଛନ୍ତି, ଆପଣ ଡାକିଲେ ମୁଁ ଯିବି ନା ନ ଡାକୁଣୁ ପଳେଇବି? ନାଇଁ ଡାକିଲେ ଆଜ୍ଞା ଯିବେ। ସେଇଭଳିଆ ଡାକା ହେଇନି। ଆଚ୍ଛା। ଆପଣ ଭାବି ନିଅନ୍ତୁ ଡାକା ହେଇନି। ଯଦି ଏବେ ବି ଡକାଯିବ, ଯଦି ଉତ୍ତମ ପାଣିଗ୍ରାହୀ କହିବେ ଆପଣଙ୍କୁ ସହଯୋଗ କରନ୍ତୁ, ତାହେଲେ ଚିନ୍ମୟ ରେଡ୍ଡି ସହଯୋଗ କରିବେ ନିର୍ବାଚନରେ? ନିଶ୍ଚିତ ଭାବରେ ସହଯୋଗ କରିବି। ହୁଁ ମାତ୍ର ଯିଏ ଡାକିବ ସିଏ ମନେ ରଖିବାର ଆବଶ୍ୟକ ଅଛି, ନିଜ ବନ୍ଧୁକୁ କିପରି ଭାବେ ଡାକାଯାଏ, ପଡିଶା ଘରକୁ କିପରି ଡାକାଯାଏ, ସାଙ୍ଗସାଥି କିପରି ଡାକାଯାଏ। ବୁଝିଲା? କୋଉଠି କାର୍ଡ ଦେବାର ଆବଶ୍ୟକତା ଅଛି, କୋଉଠି କହିବାର ଆବଶ୍ୟକତା ଅଛି, କୋଉଠି ଗୁଆ ଦେବାର ଆବଶ୍ୟକତା ଅଛି। ସେଇ ଢଙ୍ଗରେ ଯଦି ଡାକିବେ ଯିବି ନିଶ୍ଚିତ ଭାବରେ। ଠିକ ଅଛି। ଧନ୍ୟବାଦ ଧନ୍ୟବାଦ ଭାଇ। ବହୁତ ହ୍ୟାଲୋ। ବହୁତ ଭାଇ। ଆଉ ଗୋଟେ କଥା ଭାଇ କହୁଛି, ଆମେ ଭାରତୀୟ ଜନତା ପାର୍ଟିର, ଭାରତୀୟ ଜନତା ପାର୍ଟି ଆମର। ହଁ। ରହିଲି ଭାଇ କିନ୍ତୁ ନମସ୍କାର। ଉତ୍ତମ ପାଣିଗ୍ରାହୀ ଆପଣଙ୍କର ନୁହଁ କି? ନାଇଁ ନାଇଁ ଉତ୍ତମ ପାଣିଗ୍ରାହୀ ମୁଁ କହିନି। ହେଲେ ଉତ୍ତମ ପାଣିଗ୍ରାହୀ ତ ମୁଁ ଚିହ୍ନିନି କିଏ ସେଇଟା। କି କଥା, ଆପଣଙ୍କର ନେତା, ଆପଣଙ୍କର ବିଧାୟକ ଆମ ପ୍ରାର୍ଥୀ ନେତା। ଆରେ ଭାଇ ଶୁଣନ୍ତୁ, ମୁଁ ଖାଲି ମୋବାଇଲ ଟିଭିରେ ଦେଖିଛି ଯେ ଉତ୍ତମ ପାଣିଗ୍ରାହୀ ଟିକଟ ମିଳିଲା। ଉତ୍ତମ ପାଣିଗ୍ରାହୀ କଣ ପାଇଁ ହେଇଛି, କୋଉ ଉଦ୍ଦେଶ୍ୟରେ ହେଇଛି, ତାର ଆଭିମୁଖ୍ୟ କଣ ମୁଁ ଏବେ ପର୍ଯ୍ୟନ୍ତ ଜାଣିନି। ହେଲେ ସାନଖେମୁଣ୍ଡିରେ ରମେଶ ଜେନାକୁ ଟକ୍କର ଦେଇପାରିବ କି ଉତ୍ତମ ପାଣିଗ୍ରାହୀ, ଆପଣ ଭାବୁଛନ୍ତି? ସେଇଟା ସମୟ କହିବ ଭାଇ, କିଏ ଟକ୍କର ଦେଇପାରିବ ନ ପାରିବ। ଏବେ ହଁ ପର୍ଯ୍ୟନ୍ତ ମୁଁ କ୍ୟାଣ୍ଡିଡେଟ ର ଆଭିମୁଖ୍ୟ କଣ ଜାଣିନି। ମୁଁ ଟକ୍କର ଦେବା କଥା କେମିତି ଆପଣଙ୍କ ଉପସ୍ଥାପନ କରିବି? ଗୋଟେ ମନ ଖୋଲି ଗୋଟେ କଥାଟି ପଚାରିବ, ଶେଷ କଥାଟି ପଚାରି। ନିଶ୍ଚୟ ନାରାୟଣ ଭାଇ, ଆପଣ ତ ଆମ ନିଜ ଲୋକ, ହଁ ସାମ୍ବାଦିକ ଆମ ନିଜର, ହଁ ପଚାରନ୍ତୁ ଯାହା ପଚାରିବା। ଭାଇ ମୋର ଚର୍ଚ୍ଚା ହଉଛି ରମେଶ ଜେନା ସହିତ ଖୁବ ଜଲ୍ଦି ମିଶିବା ପାଇଁ ଯାଉଛି ଚିନ୍ମୟ ରେଡ୍ଡି, ଏହା କଣ ସତ? ନା 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 ହ୍ୟାଲୋ। ହଁ ଚିନ୍ମୟ ରେଡ୍ଡି ଗୋଟେ ରାଷ୍ଟ୍ରୀୟ ଚିନ୍ତାଧାରାର ବ୍ୟକ୍ତି। ଆଜ୍ଞା। ଚିନ୍ମୟ ରେଡ୍ଡି ମୋଦିଙ୍କର, ହଁ ଚିନ୍ମୟ ରେଡ୍ଡି ଭାରତୀୟ ଜନତା ପାର୍ଟିର। ବିଶେଷ କରି ଚିନ୍ମୟ ରେଡ୍ଡି ହଉଛି ସାନଖେମୁଣ୍ଡି ସ୍ୱାର୍ଥର। ହୁଁ। ସେଇଟା କେବେ ବି ସମ୍ଭବ ନୁହଁ। ଠିକ ଅଛି ଭାଇ, ବହୁତ ବହୁତ ଧନ୍ୟବାଦ ଭାଇ। ଆଜ୍ଞା ନମସ୍କାର।